ପିଲାମାନେ କହିଲ ଦେଖି ମନୁଷ୍ୟ ପ୍ରଥମ ଶବ୍ଦ କ'ଣ କହିଥିଲା? କଣ? ମା। କେମିତି କେବେ ଓ କାହିଁକି ଆମକୁ ବିସ୍ତାରରେ କୁହନ୍ତୁ ବଡ଼ ପଣ୍ଡା ଆଜ୍ଞା। ଆଚ୍ଛା ତାହେଲେ ଶୁଣ, ଏବେ ମୁଁ କହୁଛି। ବ୍ରହ୍ମାଣ୍ଡ ଆରମ୍ଭରୁ ଏପରି ସୁନ୍ଦର ଥିଲା ହେଲା। ଚାରିଆଡ଼େ ଥିଲା ଅନ୍ଧକାର, ଶୂନ୍ୟତା, ନୀରବ ଆକାଶ ଅର୍ଥାତ୍ ସୃଷ୍ଟିର ଆରମ୍ଭ ଦିନର କଥା। ସମଗ୍ର ବ୍ରହ୍ମାଣ୍ଡ ନୀରବତାରେ ଢାଙ୍କି ହେଇକି ଥିଲା। ଆକାଶ, ପୃଥିବୀ, ଜଳ, ବାୟୁ ସବୁ ଥିଲେ, କିନ୍ତୁ କୌଣସି ଶବ୍ଦ ନଥିଲା। ମଣିଷଙ୍କ ମୁହଁରେ ଭାଷା ନଥିଲା, ମନର ଭାବନାକୁ ବ୍ୟକ୍ତ କରିବାର ଉପାୟ ବି ନଥିଲା। ପଶୁ ପକ୍ଷୀମାନେ ମଧ୍ୟ ନୀରବ ଥିଲେ। ସୃଷ୍ଟିର ସ୍ରଷ୍ଟା ଭଗବାନ ବ୍ରହ୍ମା ଏହା ଦେଖି ଚିନ୍ତିତ ହେଲେ। ସେ କହିଲେ, ମୁଁ ସୃଷ୍ଟି କରିଛି ସତ, କିନ୍ତୁ ଏହାର ଆତ୍ମା କେଉଁଠି? ଜ୍ଞାନ ବିନା ତ ସୃଷ୍ଟି ଅଧୁରା। ସେ ଦୀର୍ଘ ସମୟ ଧ୍ୟାନରେ ବସିଲେ। ତାଙ୍କ ଧ୍ୟାନରୁ ଏକ ଦିବ୍ୟ ଆଲୋକ ବିକିରଣ ହେଲା। ସେଇ ଆଲୋକରୁ ଜନ୍ମ ହେଲେ ମା ସରସ୍ୱତୀ। ଶ୍ଵେତ ବସ୍ତ୍ରଧାରିଣୀ, ଶାନ୍ତ ମୁଖମଣ୍ଡଳ, ହସ୍ତରେ ବୀଣା, ପୁସ୍ତକ, ଅକ୍ଷମାଳା ଓ କମଣ୍ଡଳୁ। ସେଇଠୁ ବୀଣାର ପ୍ରଥମ ସୁର ସହିତ ଶବ୍ଦ ଜନ୍ମ ନେଲା, ଆଉ ନୀରବତା ଭାଙ୍ଗିଗଲା। ସେଇ ପ୍ରଥମ ସୁର ସହିତ ବ୍ରହ୍ମାଣ୍ଡରେ ଶବ୍ଦ ଜନ୍ମ ନେଲା। ନଦୀ ବହିଲା, ପକ୍ଷୀ ଗାଇଲେ, ବାତାସ ସରଗମ ତିଆରି କଲା। ମଣିଷର ମୁହଁରୁ ପ୍ରଥମ ଶବ୍ଦ ବାହାରିଲା, ମା। ମା ଏହି ସୃଷ୍ଟିକୁ ଜ୍ଞାନ ଦେଉଛି, କିନ୍ତୁ